ମୁଁ ଡାକ୍ତର ବୀରକିଶୋର ପରିଡ଼ା, ସହକାରୀ ଅଧ୍ୟାପକ, ଅଣୁଜୀବ ଜୀବତତ୍ତ୍ୱ ବିଭାଗ, ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୋହା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର। ପ୍ରାଣୀ କଲ୍ୟାଣ ଆମେ କେମିତି କରିବା, ସରକାର କ'ଣ କ'ଣ କାର୍ଯ୍ୟକ୍ରମ ରଖିଛନ୍ତି? ସରକାର ତ ଏ ପ୍ରାଣୀପାଳନ ପାଇଁ ଅନେକ ଯୋଜନା ରଖିଛନ୍ତି। ପ୍ରାୟ ଚଳିତ ବର୍ଷ 25 ପ୍ରକାରର ଉର୍ଦ୍ଧ୍ୱ ଯୋଜନା କେବଳ ଏହି ପ୍ରାଣୀ ପାଳକମାନଙ୍କ ପାଇଁ ଉନ୍ନତ ପ୍ରାଣୀପାଳନ ନିମନ୍ତେ ବହୁ ଯୋଜନା ରଖିଛନ୍ତି। ଆମ ଏ ପ୍ରାଣୀ ସମ୍ପଦ ଯେଉଁ ବିକାଶ ଯୋଜନା ରହିଛି ସେଥିରେ ପ୍ରାୟ ମୋର 12ଟି ଯୋଜନା ରହିଛି, ଯେଉଁଟାକି ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ ଆରମ୍ଭ କରି ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି। ଆମର ଯେଉଁମାନେ ଛେଳି ପାଳନ କରିବେ 30+2 ଏବଂ ଯେଉଁମାନେ ଅନ୍ୟ ଯେଉଁ ବ୍ୟକ୍ତିଗତ ଭାବରେ ଚାହିଁବେ 10+1 ଏବଂ ଘୁଷୁରୀ ପାଳନ ମଧ୍ୟ 10ରୁ 1, 10ଟା ମାଇ ଏବଂ ଗୋଟିଏ ଅଣ୍ଡା, ଏଇଭଳି ଇଏ ଗୋଟିଏ କ୍ଷୁଦ୍ର ପ୍ରାଣୀ ଯୋଜନା ସରକାର ଆରମ୍ଭ କରିଛନ୍ତି। ତା ସହିତ ଆପଣଙ୍କର ଆଉ ଯେଉଁ 9ଟି ଯୋଜନା ସେଗୁଡ଼ାକ କୁକୁଡ଼ା ପାଳନ ଉପରେ ପର୍ଯ୍ୟବେସିତ, ଯେଉଁଟାକି ପ୍ରାଣୀ ସମ୍ପଦ କଲ୍ୟାଣ ଯୋଜନା। ସେଥିରେ ଆପଣ ଦେଖିବେ 65ଟି ବ୍ରଏଲର କୁକୁଡ଼ା ପାଳନ ଏବଂ ତା ସହିତ 2000 ବ୍ରଏଲର କୁକୁଡ଼ା ପାଳନ ଏବଂ ଯେଉଁ 1000 ଅଣ୍ଡା ଦିଆ କୁକୁଡ଼ା ପାଳନ ଅଛି, 1000 ବତକ ପାଳନ ଯୋଜନା ଅଛି। ଆମର ଚିଆଁ ଉତ୍ପାଦନ କେନ୍ଦ୍ର ପାଇଁ ତା ପାଇଁ ବ୍ୟବସ୍ଥା ଅଛି, କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର। ତା ସହିତ ଆମର କ୍ଷୁଦ୍ର କୁକୁଡ଼ା ପାଳନ ପାଇଁ ଯେଉଁ ଖାଦ୍ୟ ଦରକାର, କ୍ଷୁଦ୍ର ମିନି ଫିଡ୍ ପ୍ଲାଣ୍ଟ ଯୋଜନା, ଛୋଟ ମେସିନ୍ ବସେଇକି କେମିତି କୁକୁଡ଼ା ଦାନା ପ୍ରସ୍ତୁତ କରାଯିବ ତାପରେ ମଧ୍ୟ ଯୋଜନା ରଖାହେଇଛି। ତା ସହିତ ଆପଣ ଦେଖିବେ ଯେଉଁ ଘର ଅଗଣାର କୁକୁଡ଼ା ଚାଷ ପାଇଁ 50ଟି ଆମର 4 ସପ୍ତାହର କୁକୁଡ଼ା ପ୍ରତ୍ୟେକ ଲୋକଙ୍କୁ ଦିଆହେଉଛି। ମହିଳାମାନଙ୍କୁ SC/ST ଲୋକଙ୍କୁ ବେଶୀ ଦିଆହେଉଛି। ଯେଉଁମାନେ ST ଫ୍ୟାମିଲିର ଅନୁନ୍ନତ ଶ୍ରେଣୀର ଯେଉଁ ମହିଳାମାନେ ଅଛନ୍ତି ତାଙ୍କୁ ମଧ୍ୟ 20ଗୋଟି ଲେଖାଏଁ ଆମେ ଯେଉଁ କୁକୁଡ଼ା ଦେବାର ବ୍ୟବସ୍ଥା ହେଇଛି, ଯେଉଁଟାକି 60 ଦିନର କୁକୁଡ଼ା, ଆଉ ଅନ୍ୟମାନଙ୍କୁ 50ଟା ଲେଖା ଦିଆହେଇଛି। ବତକ ମଧ୍ୟ ସେଭଳି 1000 ଟିକିଆ ବତକ ପାଳନ ଅଛି, 50 ଟିକିଆ ବତକ ଛୁଆ ପାଳନ ଅଛି। ଏଇ ଯେଉଁ 8-9ଟି କହିଲି, 9ଟି କେବଳ ଏଇ କୁକୁଡ଼ା ପାଳନ ଯୋଜନାରେ ସରକାର ରାଜ୍ୟ ସରକାର ସୁବିଧା ରଖିଛନ୍ତି।